କେତେ କ'ଣ କଲି ସବୁ ତ ସାରିଲି ଆଉ ଅବା କିସ ବାକି। ଭଗ୍ନ ଦେହ ମନ ସବୁ ଛିନ୍ନ ଭିନ୍ନ ମନ ମୋ ଯାଇଛି ଝୁଙ୍କି। ନମସ୍କାର ପ୍ରିୟ ହୋମିଓପାଥ ବନ୍ଧୁଗଣ। ହୋମିଓପାଥି ମାଇଣ୍ଡ ରୁବ୍ରିକ୍ ଷ୍ଟଡ଼ିର ଏହି ଅଧ୍ୟାୟକୁ ଆପଣମାନଙ୍କୁ ଡାକ୍ତର ବିପିନ ସାମନ୍ତରାୟର ସାଦର ସ୍ୱାଗତ। ଆଜିର ରୁବ୍ରିକ୍ ହେଉଛି ମାଇଣ୍ଡ ଡିସ୍କନସର୍ଟେଡ୍। ବନ୍ଧୁଗଣ, ଯାହା କନସର୍ଟେଡ୍ ନୁହେଁ ତାହା ହେଉଛି ଡିସ୍କନସର୍ଟେଡ୍। ତେବେ କନସର୍ଟଟି କ'ଣ? ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମକୁ କନସର୍ଟ ବୋଲି କୁହାଯାଏ। ଲକ୍ଷ୍ୟ କରିଥିବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଓ କଣ୍ଠ ସଙ୍ଗୀତ ଏକ ସଙ୍ଗରେ ପରିବେଷିତ ହେଉଥାଏ। ମାତ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ସମସ୍ତ ବାଦ୍ୟ ଓ କଣ୍ଠ ସଙ୍ଗୀତ ମଧ୍ୟରେ ଏକ ତାଳମେଳ ବା ସଙ୍ଗତି ରହିଥାଏ। ଯଦି ଏହି ତାଳମେଳରେ କିଛି ଗୋଳମାଳ ଦେଖାଦିଏ, ସଙ୍ଗୀତ ବେସୁରା ହୋଇଯାଏ ଓ ଆମେ ତାକୁ ଡିସ୍କନସର୍ଟେଡ୍ ବୋଲି କହିଥାଉ। ଡିକ୍ସନାରୀରେ ଏହାକୁ ଡିଷ୍ଟର୍ବଡ୍ ଇନ୍ ୱାନ୍ସ କମ୍ପୋଜର୍ ଅର୍ ସେଲ୍ଫ ପଜେସନ୍, ପର୍ଟର୍ବଡ୍, ରଫଲ୍ଡ ବୋଲି କୁହାଯାଏ। ପର୍ଟର୍ବଡ୍ର ଅର୍ଥ ହେଉଛି ଗ୍ରେଟଲି ଡିଷ୍ଟର୍ବଡ୍ ଅର୍ ଡିରେଞ୍ଜଡ୍। ରଫଲ୍ଡର ଅର୍ଥ ହେଲା ଡିଷ୍ଟର୍ବଡ୍, ଭେକ୍ସଡ୍ ଅର୍ ଇରିଟେଟେଡ୍। ବ୍ୟକ୍ତିର ଶାରୀରିକ ବା ମାନସିକ ସ୍ୱାସ୍ଥ୍ୟ ଅବସ୍ଥାରେ ଯେତେବେଳେ କୌଣସି ଉପଦ୍ରବ ବା ବିଶୃଙ୍ଖଳା ସୃଷ୍ଟି ହୁଏ, ତାହାକୁ ଆମେ ଡିସ୍କନସର୍ଟେଡ୍ କହିପାରିବା। ଏବେ ଦେଖିବା ଆମେ କିପରି ଏହି ରୁବ୍ରିକ୍ଟିକୁ ରୋଗୀମାନଙ୍କ କ୍ଷେତ୍ରରେ ପ୍ରୟୋଗ କରିପାରିବା। ଏହିପରି ରୋଗୀ ସାଧାରଣତଃ ଦୀର୍ଘ ଦିନର ଚିକିତ୍ସା ସତ୍ତ୍ୱେ ବାରମ୍ବାର ବିଫଳ ହୋଇ ଭଗ୍ନ ମନୋରଥ ବା ହତାଶ ହୋଇପଡ଼ିଥାନ୍ତି। ଆଉ କିଛି ହୋଇପାରିବ ନାହିଁ ବୋଲି ଭାବି ଅସନ୍ତୁଷ୍ଟ ହୋଇ ହାର ମାନି ନିଅନ୍ତି ଓ ଚିକିତ୍ସା କରିବାରୁ ଓହରି ଯାଆନ୍ତି। ରୋଗୀ କୁହନ୍ତି, ଡାକ୍ତରବାବୁ, ଏତେ ସବୁ ଚିକିତ୍ସା କରାଇଲି, ଏଲୋପାଥି, ହୋମିଓପାଥି, ଆୟୁର୍ବେଦ ସବୁ ତ କଲି, ମାତ୍ର କିଛି ସୁଫଳ ହେଲା ନାହିଁ। ଏଣୁ ହାର ମାନେ ନେଇ ଚିକିତ୍ସା ଛାଡ଼ି ଦେଇଛି। ସତ କଥା ହେଲା, ମୁଁ ଆଉ ଚିକିତ୍ସା କରିବାକୁ ଚାହୁଁନି। ଯେତେବେଳେ ରୋଗୀର ଏହି ପ୍ରକାର ମାନସିକ ଅବସ୍ଥା ଦେଖିବାକୁ ମିଳେ, ଅର୍ଥାତ୍ ଅନେକ ଉଦ୍ୟମ ପରେ ସେ ନିରାଶ ହୋଇ ସମସ୍ତ ଉଦ୍ୟମ ତ୍ୟାଗ କରି ହାର ମାନିନିଏ, ସେତେବେଳେ ଆମେମାନେ ଏହି ରୁବ୍ରିକ୍ଟିକୁ ପ୍ରୟୋଗ କରିପାରିବା। ଏଥିରେ କେଣ୍ଟଙ୍କ ରିପୋର୍ଟରେ 2ଟି ଔଷଧ ଯଥା ବ୍ରୋମିୟମ୍ ଏବଂ ଇଗ୍ନିସିଆ ଥିଲା, ମାତ୍ର ଏବେ ସିନ୍ଥେସିସ୍ରେ 4ଟି ଔଷଧ ସନ୍ନିବେଶିତ ଯଥା ବ୍ରୋମିୟମ୍, ଇଗ୍ନିସିଆ, ମାଇମୋସାପୁଡ଼ିକା ଓ ଓଜୋନ୍। ବନ୍ଧୁଗଣ, କେବଳ ଏହି ଗୋଟିଏ ରୁବ୍ରିକ୍ ଉପରେ ନିର୍ଭର ନ କରି ଏହିସବୁ ଔଷଧର ଅନ୍ୟାନ୍ୟ ରୁବ୍ରିକ୍ମାନଙ୍କୁ ବିଚାରକୁ ନେଇ ଆମକୁ ଔଷଧ ମେଳ କରିବାକୁ ହେବ। ତେବେ ଡିସ୍କନସର୍ଟେଡ୍ର ଅର୍ଥ ଯେ ବେସୁରା ହୋଇ ଆଶା ତ୍ୟାଗ କରି ହାର ମାନିନେବା ଅଥବା ଅସନ୍ତୋଷ ପ୍ରକାଶ କରିବା, ଏହି କଥାଟିକୁ ଆପଣମାନେ ଧ୍ୟାନରେ ରଖିବେ। ଆଜି ପାଇଁ ଏତିକି। ପୁଣି ପରବର୍ତ୍ତୀ ସମୟରେ କେତେବେଳେ। ଧନ୍ୟବାଦ। ନମସ୍କାର।